ଶ୍ରୀ ଜଗନ୍ନାଥ ସାଙ୍ଗମାନେ ମୁଁ ଅଞ୍ଜନା ସ୍ୱାଗତ କରୁଛି ମୋର ଏକ ନୂଆ ଏକ ବ୍ଲଗକୁ। ତ ଚାଲନ୍ତୁ ଆଜିର ବ୍ଲଗଟି ଷ୍ଟାର୍ଟ କରିବା। ଆଜି ହେଉଛି ଏକ ବାର ପାଇଁ ସବୁ ପ୍ରସ୍ତୁତ ହେଇଗଲାଣି। ମୁଁ ଏଠି ଭାତ ଡାଲି ବସେଇ ଦେଲିଣି ଗ୍ୟାସରେ। ସବୁ ଆଜି ଗ୍ୟାସରେ ରୋଷେଇ ହେବ। ଗ୍ୟାସରେ ସବୁ ବସେଇ ଦେଲିଣି। ଆମ ମା ବି ଆସିଗଲେଣି ଏକ ବାର ପାଇଁ ପରିବା କାଟିବା ପାଇଁ। ମୁଁ ଆପଣମାନଙ୍କୁ ଦେଖୁଛି ଆମ ମା ସବୁ କି ପରିବା କାଟୁଛନ୍ତି। ତ ଚାଲନ୍ତୁ ଦେଖିବା। ଦେଖନ୍ତୁ ଆମ ମା ବସିକି ଏଠି ପରିବା କାଟିଲେଣି। ବାଡ଼ିକି ଯାଇଥାନ୍ତେ ମୁଁ ଟିକେ ପରିବା କାଟି ଦେଇକି ଯାଅ। ଆମ ମା ଏଠି ପରିବା କାଟୁଛନ୍ତି। ଏଠି ଘର ଆଳୁ ସାରୁ ବାଇଗଣ ବୋଇତାଳୁ ବାଉରି ଅଛି। ମନରେ ତ କରୁନ ତାକୁ କୁଚେଇ ଦଉଛ କଣ ଲମ୍ବା ଲମ୍ବା କାଟିକି ରଖୁନେ। ଆମ ମା କଦଳୀ କି ଭଜା ରଙ୍ଗ କାଟିଦେଲେ। ଝୁଳ ତରକାରୀ କରିବି ଦେଖନ୍ତୁ ଭଜା ରଙ୍ଗ କାଟିଦେଲେ। ତମେ ନାଡି ପଛର କାଟିବ, ମୁଁ ତାକୁ ପଛରେ ପକେଇବି ନାଡିକି। ତମେ ଏଇ ଆଳୁ କାଟ ସାରୁ ଛୋଡ଼ ମୁଁ ବୋଇତାଳୁ ଦଉଛି। ନାଡି ଟା ଏକା ସାଙ୍ଗ ସବୁ ପକେଇଦେଲେ ସେ ଖୁଲିଯିବ। ହଁ ସିଝିଯିବ ଶୀଘ୍ର ଖୁଲିଯିବ। ହଉ ଖାଲି ବୋଇତାଳୁ ଟେ ଦିଏ। ଆଉ କଣ ପଡିବ ତା ଦେହର? ବରକୋଳି ଆଉ ହଉଛି କଣ ବଡି ଏକବାର ତରକାରୀ। ହଁ ଏଇ ଘର ଆଳୁ ଗୁଡା ସବୁ ଟାଣି ନବ ପାଣି। ଯେତେ ପାଣି ରଖ ସେ ଟାଣି ନେଇଥିବ ସବୁ ଘର ଆଳୁ ସବୁ ମାନେ ଖୁମ ଆଳୁ ସେ ଟାଣି ନବ ସବୁ ପାଣି। ମା ଏଠି ପରିବା କାଟୁଛନ୍ତି। କାଟି ସାରିକି ବାଡ଼ିକି ଯିବେ। ବାଡ଼ିକି ଆସିଲା ପରେ ମୋର ରୋଷେଇ ସରିଯାଇଥିବ। ଆମ ମା ପୂଜା କରିବେ। ବୋଇତାଳୁ ଆସିଗଲା ସବୁ ପରିବା କମ୍ପ୍ଲିଟ। ଖାଲି ବରକୋଳି ଦିଟା ଆସିବ ତା ଦେହରେ ପଡିବା ପାଇଁ। ଦେଲି ଆଉ ତରକାରୀ ବସିଛି। ଆଉ ପାଗଳା ସ୍କୁଲରୁ ଆସି ସାରିଛି। ଆମେ ଆଙ୍କୁଡ଼ି ଧରିକି ଚାଲିନୁ ବେଲପତ୍ର ଆଣିବାକୁ। ସେ ଘରେ ରଖିଦେ। ଆମେ ଚାଲିନୁ ବାପା ନେଇକି ଆସିଲେ ଘିଅ ପକେଇକି ତରକାରୀ ହବ। ଆମେ ପାଗଳାର ମୋର ଚାଲିନୁ ବେଲପତ୍ର ଆଣିଛୁ। ବେଲପତ୍ର ଆଣିଲେ ପୂଜା ହବ। ବେଲ ଗଛ ପାଖରେ ଛୋଟ ବେଲ ଗଛ କିନ୍ତୁ ପାଖରୁ ସବୁ ପତ୍ର ନେଇଯାଇଛନ୍ତି। ସବୁ ଉପରେ ଅଛି। ସେଥିପାଇଁ ଆଙ୍କୁଡ଼ି ଧରିକି ଆଇନୁ ବେଲପତ୍ର ଥୋଇବା ପାଇଁ। ଆମର ବେଲପତ୍ର ତୋଳା ସରିଗଲା। ପାଗଳା ଧରି ଚାଲିଛି ବେଲପତ୍ର ନେଇକି। ଯା ଦୁବ ଆଉ ବରକୁଳି ପତ୍ର ନେଇ ଆସିବୁ। ସେ ହେଇ ଟେବୁଲ ଉପରେ ରଖ ମୁଁ ତାକୁ ଧୋଇକି ନେବି। ସମସ୍ତେ ପୁରା କାଶ ମାନେ ଆଜି ମୋର ତରକାରୀ ଖାଲି ଫୁଟିଗଲେ ରେଡି ହେଇଯିବ। ବାକି ସବୁ ସରିଯାଇଛି। ମା ଗାଧୋଇବାକୁ ଗଲେଣି। ଗାଧୋଇକି ଆସିଲେ ପୂଜା କରିବେ। ପୂଜା କଲେ ତାପରେ ସବୁ ଖିଆ ହବ ଆଉ। ଏଇଠି ମୋର ଦେଖନ୍ତୁ ଭୋଗ ଥାଳି ରେଡି। ଆଉ ମୋର ଏବେ ମା ବି ଆସିକି ବସି ସାରିଲେଣି। ଆଉ ଏଠି ବି ସବୁ ସଜେଇ ସାରିଲେଣି ପୂଜା ପାଇଁ। ତମେ ଯୋଉ କଦଳୀ ପତ୍ର ଆଣିଥିଲ କଣ? এটা কলাতে দিচ্ছি। এটা লাইটটা দেখো দেখো। শঙ্কমার শঙ্কমার এইটার ভাই গোটা ছিল ତମର ଦେଇଛି ଗୋଟେ।
ଥାଳିର ଫୁଲଟା ସବୁ ରଖିଦେଲ ଆଉ ଟିକେ ସେଇଠୁ ଫୁଲ ଆଣିଲ ଫୁଲଟା ଚିରିକି ତଳେ ରଖିବୁନି ରଖିଦବୁ ପୁଳି ଆଣି ସରିଗଲା ସବୁ ନମ କର ପାଗିଳି ଉଷା କରୁଛୁ ଜ୍ୱର କାଟି ସାରିଲା ପରେ ତାପରେ ଯା ବଞ୍ଚିବ ଆମର ସରିଗଲା ପୂଜା ଏବେ ହବ ଖାଇବା ପିଇବା ହବ ଆମ ପାଗଳା ଉଷା କରିନି ଆମ ପାଗଳି ଉଷା କରୁଛି ପାଗଳି ଉଷା କରୁଛୁ ତୁ ଖାଇବା ଉଷା କରୁଛୁ ସେ ଆଜି ଅଖିଆ ଉଷା କରୁଛି ସେ ଖାଇବା ଉଷା କରୁଛି ଦେନି ମୁଣ୍ଡଟା କେମିତି କଚି ମୁଣ୍ଡ ଧୋଇକି ଆସିକି ମୁଣ୍ଡ କୁଣ୍ଡେଇ ନାହିଁ କେମିତି କଚି ଝାମ୍ପୁରୁ ଝାମ୍ପୁରୁ ମୁଣ୍ଡଟାକୁ ହଁ କିନ୍ତୁ ଝାମ୍ପୁରୁ ମୁଣ୍ଡି ହେଇଛି ମା ଯାହା ଭୋଗ ଦେଇଥିଲି ମୁଁ ମାନେ ତୁଳି ଦେଇଛି ଏବେ ଯିବି ଜଳରେ ଉଝେଇବା ପାଇଁ ମାନେ ଜଳରେ ଉଝେଇକି ଆସିଲା ପରେ ଖାଇବା ହବ ତ ସେଥିପାଇଁ ଜଳରେ ଏଇବା ନେଇକି ଯାଉଛି ତମେ ନେଉନ ଆଉ ମା ନେଇଯିବେ ଉଝେଇ ଦେଇ ଆସି ଉଝେଇ ଦେଇ ଆସିଲା ପରେ ଖାଇବା ହବ ଆଉ ମା ଆସିଲେ ମା ନେଇଗଲେ ମୁଁ ଟିକେ ଅଛି ଯେଉଁ ସବୁ ସଫା କରିଦେଇ ଖାଇବା ପିଇବା ପାଇଁ ସବୁ ବଜିବୁ ଆଉ ଏଠି ଖାଇବା ବାଢ଼ି ଦେଲେଣି ମା ଆସି ବସିକି ଖାଇଲେଣି ବାପା ତ ଗାଧେଇ ନାହାନ୍ତି ସେ ତାଙ୍କର ପଛର ଖାଇବେ କାହିଁକିନା ସେ ପଖାଳ ଖାଇଥିଲେ ଆଉ ଆମେ ଉଷା କରୁଛୁ ବୋଲି ଆମେ ଖାଇନଥିଲୁ ଏବେ ଯାଇକି ବଜିମୁ ଖାଇବାକୁ